ଟିକି ଚଢ଼େଇ ତା ଘରକୁ ଯିବା ବାଟରେ ହଠାତ୍ କି ନଜର ପଡ଼ିଲା ଗୋଟେ ଯାଦୁଇ କେକ୍ ଗଛରେ। ସେଇ ଗଛରେ ବିଭିନ୍ନ ପ୍ରକାର କେକ୍ ଓହଳିଥିଲା। ଗଛଟିକୁ ଦେଖି ଟିକି ଚଢ଼େଇ ଆଶ୍ଚର୍ଯ୍ୟ ହୋଇ ଠିଆ ହୋଇ ଗଛଟିକୁ ଅନେଇଲା ଆଉ ଚିନ୍ତା କଲା, ଏଇ ଗଛଟି କେମିତିକା ଗଛ? ଏଇ ଗଛରେ କ'ଣ କେକ୍ ଫଳିଛି? ଲାଗୁଛି ଏଇ ଗଛରେ କିଏ ଗୋଟେ ଯାଦୁ କରିଛି। ଏରା କୁହୁକ ଯାଦୁଇ କେକ୍। ଯାଉଛି ଆଦରୁ ଗୋଟେ କେକ୍ଟେ ନେଇକି ଯାଏ, ଆର ଟେଷ୍ଟ କେମିତିଆ ଦେଖିବି, ତାପରେ ଜଙ୍ଗଲର ଅନ୍ୟ ଚଢ଼େଇମାନଙ୍କୁ ବି କହିବି। ଏଇ କେକ୍ଟିକୁ ଟିକି ଚଢ଼େଇ ତା ଘରକୁ ନେଇକି ଗଲା। ଆଉ କେକ୍ଟାକୁ କାଟିବାକୁ ବାହାରିଲା ବେଳୁ ତା ଭିତରୁ ଭୂତିଆ ଚଢ଼େଇ ବାହାରିଲା। ଏ ଭଗବାନ, ଏ ଭୂତିଆ ଚଢ଼େଇଟା ଏ କେକ୍ ଭିତରୁ କୋଉଠୁ ଆସିଲା? ଭୂତିଆ ଚଢ଼େଇ ଟିକି ଚଢ଼େଇକୁ ଡରେଇବାକୁ ଲାଗିଲା ଆଉ କହିଲା, ଆରେ ଟିକି ଚଢ଼େଇ, ତୋ ପାଖରେ ଯଦି କିଛି ସୁନା ରୂପା ଅଛି, ଭଲରେ ଭଲରେ ମୋତେ ଆଣିକି ଦେ, ନହେଲେ ମୁଁ ତତେ ମାରି ଖାଇଯିବି। ନାଇଁ ନାଇଁ ଭୂତିଆ ଚଢ଼େଇ, ମୋତେ ମାର ନାହିଁ। ମୋ ପାଖରେ ଯାହା ବି ଅଛି ମୁଁ ଦେଖୁଛି, ଆଉ ମୁଁ ତମକୁ ଦେଇଦେବି ସବୁ, ତମେ ମୋତେ ମାର ନାହିଁ। ଏମିତି କହି ଟିକି ଚଢ଼େଇ ଘର ଭିତରକୁ ଗଲା ଆଉ ଯାହା ବି ସୁନା ରୂପା ପଇସା ଥିଲା ସବୁ ଆଣି ଭୂତିଆ ଚଢ଼େଇକୁ ଦେଇଦେଲା। ଭୂତିଆ ଚଢ଼େଇ କଥା କେହି କିଛି ଯେମିତି ନ ଜାଣିପାରିବେ, ଭୂତିଆ ଚଢ଼େଇ ଟିକି ଚଢ଼େଇକୁ ସବୁ ଜିନିଷ ଭୁଲେଇ ଦେଇ ତାକୁ ଶୁଆଇ ଦେଲା ଆଉ ସେଠାରୁ ସାଙ୍ଗେ ସାଙ୍ଗେ ପଳେଇଗଲା। ଟିକି ଚଢ଼େଇର ନିଦ ଭାଙ୍ଗୁ ଭାଙ୍ଗୁ ତା ପରଦିନ ସକାଳ ହେଲା। ସକାଳୁ ସକାଳୁ ଟିକି ଚଢ଼େଇ ଯାଇ ଆଲମିରା ଖୋଲି ଦେଖେ ତ ଆଲମିରାରେ ଟଙ୍କା ପଇସା ସୁନା କିଛି ବି ନାହିଁ। ଆଉ ସେ ଆଲମିରା ଦେଖି ଆଶ୍ଚର୍ଯ୍ୟ ହୋଇଗଲା ଆଉ ମନେ ମନେ କହିଲା, କିଏ ନେଲା ମୋର ସୁନା ରୂପା? କୁଆଡ଼େ ଗଲା? ଭଗବାନ, ମୁଁ ଏବେ କ'ଣ କରିବି? ସବୁତକ ସୁନା ରୂପା ଚୋରି କରିକି ନେଇଗଲା ମୋର। ଗୋଟେ ଦେଖିଲା ବେଳକୁ ଭୂତିଆ ଚଢ଼େଇ କାଳୁ କାଉ ଯାଦୁଗର ପାଖରେ ସବୁତକ ଟଙ୍କା ପଇସା ସୁନା ରୂପା ଆଣି ଦେଇଦେଲା। ଆଉ କାଳୁ କାଉ ଦେଖି ଭୂତିଆ ଚଢ଼େଇ ଉପରେ ଭାରି ଖୁସି ହେଲା। କହିଲା, ହଁ ହଁ, ତୁ ଠିକ୍ କାମ କରୁଛୁ। ତୋ ପରି ମୋର ଏମିତି ଗୋଟେ ଲୋକ ଦରକାର ଥିଲା। ଯାହା ହଉ, ତୁ ମୋତେ ଏମିତି ସବୁଦିନ ସୁନ୍ଦର ସୁନ୍ଦର ସୁନା ରୂପା ପଇସା ଆଣିକି ଦବୁ, ବୁଝିଲୁ? ଥାଉ ଥାଉ, ତମର ଏ ଶୁଖିଲା ପ୍ରଶଂସା ମୋତେ କର ନାହିଁ। ଚୁପ୍, ତତେ କିଛି ନ କହିଲାଠୁ ତୋର ବେଶୀ ମୁହଁ ବଢ଼ି ଯାଉଛି। ଅଲଗା ଚଢ଼େଇ ଭଳି ତତେ ବି ନେଇ ଗଛରେ ବନ୍ଦି କରିଦେବି ଯେ ତୁ ସାଇଜ ହେଇଯିବୁ। ଭୂତିଆ ଚଢ଼େଇ ପ୍ରତିଦିନ ପରି ଆସି ଯାଦୁଇ କେକ୍ ଭିତରେ ପୁଣି ଲୁଚିଗଲା। ଆଉ ସେଇ ରାସ୍ତା ଦେଇ ଟିକି ଚଢ଼େଇ ଆଉ ତାର ପାରା ସ୍ୱାମୀ ସେଇ ବାଟ ଦେଇ ଯାଉଥିଲେ। ସେ ଦୁଇ ଜଣଙ୍କ ନଜର ସେଇ ଯାଦୁଇ କେକ୍ ଗଛରେ ପଡ଼ିଲା। ପାରାକୁ ଟିକି ଚଢ଼େଇ କହିଲା, ହେଇଟି ଦେଖୁଛ, ଏ ଗଛରେ କେତେ କେକ୍ ଫଳିଛି, ଆମେ ଏଥିରୁ ଗୋଟେ ନେଇଗଲେ ହଅନ୍ତାନି? ନା ନା ଚଢ଼େଇ, ଏ କେକ୍ ଗୁରା ମୋତେ କାହିଁ ଅଜୀବ ଲାଗୁଛି। ଏ ଜଙ୍ଗଲଟା ବି ଭଲ ନାହିଁ। ମୁଁ ତୁମକୁ ମାର୍କେଟ ଗଲେ କିଣେଇଦେବି, ଏଠୁ ଆମେ ନବା ନାହିଁ। ପାରା ଯେତେ ମନା କଲେ ବି ଟିକି ଚଢ଼େଇ ଜମା ବି ଶୁଣିଲାନି ଆଉ ଜିଦ୍ଦି କରି କହିଲା, ମୁଁ କେକ୍ ନେବି ମାନେ ନେବି। ଆଉ ପାରା ସାଙ୍ଗେ ସାଙ୍ଗେ ତାକୁ ଗୋଟେ କେକ୍ଟେ ଦେଲା। ଦି ଜଣ ମିଶି ସେ କେକ୍ଟାକୁ ଧରି ଘରକୁ ଆସିଲେ। ସେ କେକ୍ଟିକୁ ଯେତେବେଳେ କାଟିବାକୁ ବାହାରିଛନ୍ତି, ସେତିକି ବେଳେ ସାଙ୍ଗେ ସାଙ୍ଗେ ସେ କେକ୍ ଭିତରୁ ଭୂତିଆ ଚଢ଼େଇ ବାହାରିଲା। ତାକୁ ଦେଖି ଟିକି ଚଢ଼େଇ ଆଉ ପାରା ଡରିଗଲେ। ପାରା ଟିକି ଚଢ଼େଇକୁ କହିଲା, ଦେଖିଲ ତ, ମୁଁ ତୁମକୁ କହୁଛି ଏଇଟା କେକ୍ଟା ଯାଦୁଇ କେକ୍। ଏ କେକ୍ ଆମେ ନବା ନାହିଁ, ତୁମେ ଖାଲି ଜିଦ୍ଦି କଲ, ଏବେ ଫଳ ଭୋଗ। ଏକ ପାରା ଚୁପ୍ କର, ମୁଁ ହେଲି ଭୂତିଆ ଚଢ଼େଇ, ତୁ ବେଶୀ ପାଟି କରନା। ଯଦି ବେଶୀ ପାଟି କରିବୁ ମୁଁ ତମ ଦି ଜଣଙ୍କୁ ମାରିଦେବି। ତମ ପାଖରେ ଯାହା ବି ସୁନା ଗହଣା ଅଛି, ପଇସା ଅଛି, ସବୁ ଆଣିକି ମୋତେ ଦେ, ନହେଲେ ସାଙ୍ଗେ ସାଙ୍ଗେ ତମ ଦି ଜଣଙ୍କୁ ମାରିଦେବି। ଏମିତି ଜଣ ଜଣ କରି ଜଙ୍ଗଲର ସବୁ ଚଢ଼େଇ ଗୋଟେ ଗୋଟେ କେକ୍ ତାଙ୍କ ଘରକୁ ନେଇକି ଯାଆନ୍ତି। ଆଉ ସେ କେକ୍ରୁ ଭୂତିଆ ଚଢ଼େଇ ବାହାରି
ସମସ୍ତଙ୍କୁ ଡରାଏ ଆଉ ସମସ୍ତଙ୍କଠୁ ସୁନା ରୂପା ପଇସା ଆଣି କାଳୁ କାଉ ପାଖରେ ପହଞ୍ଚାଏ। ଜଙ୍ଗଲର ଅନ୍ୟ ଚଢ଼େଇମାନେ ଦେଖନ୍ତି ତ ଯାଦୁଗର କାଳୁ କାଉ ଭୂତିଆ ଚଢ଼େଇମାନଙ୍କ ସହ କଥା ହେଉଛି। ଏସବୁ ପକ୍ଷୀମାନେ ଦୂରରେ ରହି ସବୁକିଛି ଶୁଣୁଥାନ୍ତି। ସବୁକିଛି ଶୁଣି ସାରିବା ପରେ ଜଙ୍ଗଲର ସବୁ ଚଢ଼େଇ ମିଶି କଥା ହେଲେ ଯେ ଯାଦୁଗର କାଳୁ କାଉକୁ ପାନେ ଦେବେ ବୋଲି। ଆଉ ସେତିକିବେଳେ ଯାଦୁଗର କାଳୁ କାଉ ସେଠାରେ ଅଲଗା ଚଢ଼େଇମାନଙ୍କୁ ଦେଖି ସେଠାରୁ ପଳେଇ ଯାଉଥିଲା। ଆଉ ସେମାନେ ଏଇବେଳେ ସବୁତକ ଚଢ଼େଇ ଆସି ଭୂତିଆ ଚଢ଼େଇ ଗଛ ପାଖରେ ଯାଦୁଗର କାଳୁ କାଉକୁ ବାନ୍ଧିଦେଲେ। ସେହି ଗଛରେ ଥିବା ଭୂତିଆ ଚଢ଼େଇଟି ସାଙ୍ଗେ ସାଙ୍ଗେ କହିଲା, ତୁମେମାନେ ସମସ୍ତେ ମିଶି ଏ ଯାଦୁଗର କାଳୁ କାଉକୁ ଏ ଭୂତିଆ ଚଢ଼େଇ ଗଛରେ ବାନ୍ଧି ନିଆଁ ଲଗେଇଦେବ ଯଦି ତାହେଲେ କାଳୁ କାଉ ମରିଯିବ ଆଉ ଆମ ଆତ୍ମାଟା ବି ଶାନ୍ତି ପାଇବ ଆଉ ଆମ ଆତ୍ମାଟା ବି ମୁକ୍ତି ପାଇଯିବ। ଭୂତିଆ ଚଢ଼େଇ କଥା ଶୁଣି ଚଢ଼େଇମାନେ ସେ ଗଛରେ ନିଆଁ ଲଗେଇଦେଲେ। ଦେଖୁ ଦେଖୁ ଗଛ ଆଉ ଯାଦୁଇ କାଳୁ କାଉ ପୋଡ଼ି ପାଉଁଶ ହୋଇଗଲା। ଭୂତିଆ ଚଢ଼େଇ ମୁକ୍ତି ପାଇ ଆସି କହିଲା, ଯାହା ହଉ ତମ ଲାଗି ମୁଁ ଆଜି ମୁକ୍ତି ପାଇଲି। ସେ ଯାଦୁଇ କାଳୁ କାଉ ଆମକୁ ବନ୍ଦୀ କରି ରଖିଥିଲା ଆଉ ଆମମାନଙ୍କୁ ତମମାନଙ୍କ ଘରୁ ସୁନା ରୂପା ଚୋରି କରିବା ପାଇଁ କହୁଥିଲା। ନ କରିଲେ ଆମମାନଙ୍କୁ ହଇରାଣ କରୁଥିଲା। ଆମମାନଙ୍କ ଘରୁ ଯାହା ବି ସୁନା ରୂପା ଆଣିଥିଲା, ଆସ ମୁଁ ତମକୁ ସେ ଗୁମ୍ଫାକୁ ନେଇଯିବି ଆଉ ତମମାନଙ୍କର ସୁନା ରୂପା ତମେ ଫେରି ପାଇବ। ଭୂତିଆ ଚଢ଼େଇ ଜଙ୍ଗଲର ସବୁ ଚଢ଼େଇମାନଙ୍କୁ ତାଙ୍କ ସୁନା ରୂପା ଫେରାଇ ଦେଲା।